ନୂଆପଡ଼ା ମାରାଗୁଡ଼ା ଲୋକ ମହୋତ୍ସବର ଅନ୍ତିମ ସନ୍ଧ୍ୟା ଅସୀମାଙ୍କ ସଙ୍ଗୀତରେ ବିଭୋର ହୋଇଛନ୍ତି ଦର୍ଶକ। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ମାରାଗୁଡ଼ା ଲୋକ ମହୋତ୍ସବର ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟାରେ ଆନୁଷ୍ଠାନିକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି। ସଭାର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଲବ୍ଧ ପ୍ରତିଷ୍ଠ ବକ୍ତା ଓ ସ୍ତମ୍ଭକାର ଅଭିରାମ ବିଶ୍ୱାଳ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଜିଆର୍ ରାଘବେନ୍ଦ୍ର, କମାଣ୍ଡାଣ୍ଟ 216 ବାଟାଲିୟନ ଏରିକ୍ ଗିଲବର୍ଟ ଜୋସ୍, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ଦୀପିକା ଦୀପ, বডেন ব্লক অধ্যক্ষা প্রেমশীলা নাগ, সিনাপালি ব্লক অধ্যক্ষা মাধুরী মাঝি, অধ্যক্ষা এনএসি খরিয়ার রোড ডক্টর সোনিয়া জৈন, অধ্যক্ষ এনএসি খরিয়ার উজ্জ্বল গুপ্তা, জেলা পরিষদ সদস্য স্মৃতি সিং মাঝি, উমা ঠাকুর, আশা জৈন, পুষ্পাঞ্জলি গুয়াল, বিশিষ্ট কবি ও সমাজসেবী প্রমীলা শর্মা, বিশিষ্ট ক্রীড়াবিদ সরোজ কুমার সাহু প্রমুখ যোগ ଦେଇଥିଲେ। অতিথিମାନେ ମାରାଗୁଡ଼ା ଲୋକ ମହୋତ୍ସବର ମୁଖ୍ୟ ଆୟୋଜକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ପ୍ରୟାସରେ ଦୀର୍ଘ 12 ବର୍ଷ ପରେ ପୁଣି ଥରେ ଅନୁଷ୍ଠିତ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଞ୍ଚଳରେ ପ୍ରାଚୀନ ମାରାଗୁଡ଼ା ସଭ୍ୟତାକୁ ବିଶ୍ୱବିଦିତ କରିବା ସହିତ ନୂଆପଡ଼ା ଅଞ୍ଚଳର ସଂସ୍କୃତି ପରମ୍ପରାକୁ ପ୍ରଚାର କରିବାରେ ଏହା ସହାୟକ ହେବ ବୋଲି ମନ୍ତବ୍ୟ ରଖିଥିଲେ। ମଞ୍ଚର ନୃତ୍ୟ, ନାଟକ, କଳା, କ୍ରୀଡ଼ା, ଶିକ୍ଷା, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ନାମ ରଖିଥିବା ଜିଲ୍ଲାର ଲବ୍ଧ ପ୍ରତିଷ୍ଠ ବ୍ୟକ୍ତିବିଶେଷମାନଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଲବ୍ଧ ପ୍ରତିଷ୍ଠ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ବହୁ ପ୍ରତୀକ୍ଷିତ ଷ୍ଟାର କଳାକାର ଅସୀମା ପଣ୍ଡାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍କେଷ୍ଟ୍ରା ଉପଭୋଗ କରିବା ସହିତ ନୃତ୍ୟ ମଧ୍ୟ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।